କୁନି କୁନି ପିଲାମାନେ, ବର୍ତ୍ତମାନ ଗପ ସମୟ ହେଇଗଲା। ଗପ ଆରମ୍ଭ କରିବା ଆଜିର। ଠିକ୍ ଅଛି। ଥରେ କ'ଣ ହେଇଛି ନା, ଗୋଟେ ଜଙ୍ଗଲରେ ଗୋଟେ ବଡ଼ ଗଛଟିଏ ଥିଲା। ସେ ଗଛ ଉପରେ ବହୁତ ପ୍ରକାର ପକ୍ଷୀ ସବୁ ବାସ କରୁଥିଲେ। ଚିଲ, କପୋତ, କାଉ, ବଣି, କଜଳପାତି, ଏମିତି ହଳଦୀ ବସନ୍ତ, ଏମିତି କେତେ ପ୍ରକାର ପକ୍ଷୀ ସବୁ ବାସ କରୁଥିଲେ। ହେଲେ ସେଇ ଗଛ ଉପରେ ଗୋଟେ ଚିଲଟିଏ ବି ବାସ କରୁଥିଲା। ଚିଲଟି ବଡ଼ ଦୁଷ୍ଟ ପ୍ରକୃତିର ଥିଲା। ସବୁ ଛୋଟ ଛୋଟ ପକ୍ଷୀ ମାନଙ୍କୁ ସବୁ ଖାଇଦିଏ, ଆଉ ଅଣ୍ଡା ସବୁ ଭାଙ୍ଗିଦିଏ। ତ ସେଇ ପକ୍ଷୀର ତଳ ଡାଳରେ ଗୋଟେ ବାଇ ଚଢ଼େଇ, ଯେଉଁ ଚଢ଼େଇ, ଛୋଟ ଚଢ଼େଇଟେ ବି ବାସ କରୁଥିଲା। ସିଏ କ'ଣ କରେ, ଯେତେବେଳେ ବି ଖାଦ୍ୟ ଆଣିବାକୁ ଯାଇଥିବ, ଏଇ ଚିଲଟି କ'ଣ କରିବ, ତା ଡାଳ ପାଖରେ ଉଡ଼ିକି ତା ଡାଳ ଭାଙ୍ଗିକି ଏସବୁ କରିଦିଏ। ହେଲେ ବାଇ ଚଢ଼େଇ ବାରମ୍ବାର କୁହେ, ଆରେ ଚିଲ ଭାଇ, ତୁ ତ ଘର କରି ରହିଛୁ, ମୁଁ ତ ଘର କରି ରହିଛି, ତୁ କାହିଁକି ମୋ ବସାଟାକୁ ଭାଙ୍ଗି ଦେଉଛୁ, ମୋ ଅଣ୍ଡା ତଳେ ପକାଇ ଦେଉଛୁ, ମୋ ଛୁଆ ପିଲା ନଷ୍ଟ ହେଉଛନ୍ତି, ମୋତେ କେତେ ବାଧୁଛି। ଚିଲ ତା କଥା ଶୁଣେନି। ହାଏ, ତୁ ଗୋଟେ ଏଡ଼ିକି ଛୋଟିଆ ଚଢ଼େଇ, ତୁ କ'ଣ କରିବୁ ମୋର, ଏମିତି ଭାବିକି ତାକୁ ହଇରାଣ କରେ। ବାଇ ଚଢ଼େଇଟି ବି ଭାବୁଥାଏ, ସତ କଥା, ମୁଁ ତ ଏଡ଼ିକି ପକ୍ଷୀଟେ, ମୁଁ ବା କ'ଣ କରିପାରିବି ସେ ଚିଲର। ବେଶୀ ପାଖକୁ ଗଲେ ଦରକାର ପଡ଼ିଲେ ସେ ଚିଲ ମୋତେ ବି ମାରିଦେବ, ଖୁମ୍ପିଦେବ, ଏମିତି ଭାବିକି ମନ ଦୁଃଖରେ ଥାଏ। ହେଲେ ସେ ବାଇ ଚଢ଼େଇର ତଳେ, ଗଛ ତଳେ ସବୁ ବିଭିନ୍ନ ସବୁ ବଡ଼ ବଡ଼ ଗୋବର ପୋକ ଦେଖିଥିବେ ପିଲାମାନେ। ଛୋଟ ଛୋଟ ଗୋବର ପୋକ ଥାନ୍ତି, ବଡ଼ ବଡ଼ ଗୋବର ପୋକ ବି ଥାନ୍ତି। ସେ ଗୋଟେ ଗୋବର ପୋକ ସହିତ ତାର ବନ୍ଧୁତା ଥିଲା। ସିଏ ଏମିତି ଦିନେ କଥା ହେଇ ହେଇ ଗୋବର ପୋକ କହିଲା, ଆରେ ଚଢ଼େଇ ଭାଇ, କ'ଣ ହେଇଛି, ତୁ କାହିଁ ମୁହଁ ଶୁଖେଇକି ଅଛୁ, କେତେ ଦିନ ଦେଖୁଛି। କହିଲେ ବାଇ ଚଢ଼େଇ ତା ଦୁଃଖ କଥା କହିଲା। ଆରେ କ'ଣ କରିବି, ଏ ଚିଲଟାକୁ ମୁଁ ଯେତେ ନେହୁରା ହୋଇ କହିଲିଣି, ବୁଝେଇକି କହୁଛି, ସେ ଜମା ଶୁଣୁନି। ମୋରି ଡାଳ, ମୁଁ ଯେଉଁ ଡାଳରେ ବସା ବାନ୍ଧିଥିବି, ସିଏ ଆସିକି ସେଇ ଡାଳ ପାଖରେ ଉଡ଼ିବ, ଡେଇଁବ, ସେ ମୋ ବସାକୁ ହଲେଇ ଦେବ ଖୁବ୍ ଜୋରରେ, ମୋ ଅଣ୍ଡା ତଳେ ପଡ଼ିକି ଭାଙ୍ଗିଯିବ, ଛୋଟ ଛୋଟ ପକ୍ଷୀ ଥିଲେ ଭାଙ୍ଗିଯିବେ। ଏମିତି 3-4 ବର୍ଷ ହେଲାଣି ସେମିତି କରୁଛି। କ'ଣ କରିବି ମୁଁ ତାକୁ ଆଉ ଜାଣିପାରୁନି। ଏଇ କଥା କହିବାରୁ ସେ ଗୋବର ପୋକ ସହିତ ସେ ଏମିତି କଥା ହେଲା ବେଳେ ଚିଲ ଏ କଥା ଦେଖିଦେଲା। ଚିଲ କହିଲା, ସେ ଗୋବର ପୋକକୁ ତୁ କହୁଛୁ ଦୁଃଖ, ଗୋବର ପୋକ ମୋ କରିବ, ଛାର ଏଡ଼ିକି ପୋକଟିଏ, ସିଏ ତାକୁ ଗୋଟେ ଖୁମ୍ପା ଦେଲେ ସେ କୁଣ୍ଡୁକୁଟା ହେଇଯିବ। ଏମିତି କହିକି ଚିଲ ଉଡ଼ିକି ପଳେଇଲା ସେ ସାଇଡ଼ରେ। ଗୋବର ପୋକ ଦେଖିଲା ଯେ ଚିଲ ଭାରି ଗର୍ବରେ ହସିକି ଯାଉଛି। ଗୋବର ପୋକ ସେଠୁ ଚଢ଼େଇକି କହିଲା, ଆରେ ଚଢ଼େଇ, ତୁ କିଛି ମନ ଖରାପ କରନି। ଆମେ ଛୋଟ ହେଲେ କ'ଣ ହେଲା, ଆମେ ଯଦି ଜିଦ୍ କରିବା ତାହେଲେ ଅସମ୍ଭବକୁ ବି ସମ୍ଭବ କରିଦେବା। ନା କ'ଣ କରିବା, ନା ତୁ ଦେଖ ଖାଲି ମୁଁ ତାକୁ କେମିତି ପାଣି ପେଉଛି। ପାଣି ପେଉଛି ମାନେ ସାବାଡ଼ କରିବାକୁ ପାଣି ପେଇବା କହନ୍ତି। ତ କିଛି ଦିନ ଗଲା, ଚିଲ ତାର ଡାଳର ବହୁତ ଉପରେ, ଗଛର ପୁରା ବହୁତ ଉପରେ ଯାଇକି ଚିଲ ସବୁବେଳେ ବସା କରେ, ଅଣ୍ଡା ଦିଏ। ତଳ ଡାଳରେ ଚିଲ ରୁହେନି, ସେ ବହୁତ ବଡ଼ ଗଛରେ ରହେ। ତାଳ ଗଛ, ଏଇଭଳିଆ ମଜବୁତିଆ ଗଛ ଦେଖିଲେ ହିଁ ସିଏ ସେଠି ଅଣ୍ଡା ଦେବ, ବସା କରିବ। ତ ସିଏ ଗୋଟେ ଉଚ୍ଚ ଡାଳରେ ଯାଇକି ବସା କରିଛି। ଗୋବର ପୋକ କ'ଣ କଲା ନା, ଧୀରେ ଧୀରେ ଚଢ଼ି ସେ ଗଛର ଉପରେ ଯେଉଁଠି ବସା କରିଛି ଚିଲ, ସେ ପାଖରେ ପହଞ୍ଚିଲା। ଦେଖିଲା ଚିଲଟି ଅଣ୍ଡା, 4ଟି ଅଣ୍ଡା ଦେଇଛି। ସେ କ'ଣ କଲା ନା, ଧୀରେ ଧୀରେ ଯାଇକି ସେ ଭିତରକୁ, ଚିଲ ତାର ଖାଦ୍ୟ ଆଣିବା ପାଇଁ ପଳେଇଛି। ନିଜ ଗୋଡ଼ରେ, ଶୁଣ୍ଢରେ ଲଗେଇକି, ବଳ ଲଗେଇକି ଠେଲି 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 ତାର ଅଣ୍ଡା ଗୋଟେ ଠେଲିକି ଗଡ଼େଇ ଦେଲା ତଳକୁ। ଅଣ୍ଡାଟି ପଡ଼ିକି ଭାଙ୍ଗିଗଲା। ଭାଙ୍ଗିଗଲେ ପୁଣି ଆଉ ଗୋଟେ ଅଣ୍ଡା, ଦ୍ୱିତୀୟ ଅଣ୍ଡାଟାକୁ ଠେଲି 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 ନେଇକି ପୁରା ପକେଇବାକୁ ବସିଲା ବେଳକୁ ଚିଲ ପଳେଇ ଆସିଲା। ଆସିକି ଚିଲ ଦେଖିଦେଲା, ଆରେ 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 ଅଣ୍ଡାଟା ପକେଇଦେଲା ବୋଲି ଭାବୁ ସିଏ ସେ ଅଣ୍ଡାଟା ବି ପକେଇଦେଲା। ଆଉ 2ଟା ଅଣ୍ଡା ରହିଲା। ଚିଲ କ'ଣ କଲା, ତରବରରେ ତା ପଞ୍ଝାରେ 2ଟା ଯାକ ଅଣ୍ଡାକୁ ଧରିକି ଉଡ଼ି ପଳେଇଲା। ସିଏ କହିଲା, ଏଇ ଗୋବର ପୋକକୁ ଧରିବି କହିଲା ବେଳକୁ ମୋ ଅଣ୍ଡାଟାକୁ ସିଏ ପକେଇ ଦେଇଥିବ, ନେଇକି ପଳେଇଲା। ପଳେଇଲେ ଗୋବର ପୋକ ତାର ଧୀରେ ବସାରୁ ଖସି ଆସିକି ଅପେକ୍ଷା କଲା। ଏମିତି ହେଇ ଚିଲ ପଞ୍ଝାରେ ଧରିକି ଅଣ୍ଡାକୁ ବୁଲିଲା। ବୁଲି କେତେ ସମୟ ବୁଲିବ, 1-1.5 ଘଣ୍ଟା ବୁଲିଲା ପରେ ଆଉ ଥରେ ପୁଣି ଆସିଲା ବାଧ୍ୟ ହୋଇକି ବସାକୁ ଆସିକି ଅଣ୍ଡା 2ଟି ଥୋଇକି ବସାରେ ଜଗିକି ବସିଲା। ଗୋବର ପୋକ ତ ଆରାମସେ ବୁଲୁଛି। ହେଲେ ଚିଲ ଯେତେବେଳେ ଜଗିକି ବସିଲା,
ଘଣ୍ଟେ 1.5 ଘଣ୍ଟା 2 ଘଣ୍ଟା ବସିଲା ପରେ ଚିଲ ଚିନ୍ତା କଲା, ଆରେ ଭାଇ ମୁଁ ଖାଇବି କଣ? ମୁଁ ଯଦି ଏମିତି 24 ଘଣ୍ଟା ଜଗିକି ବସିବି ଆକୁ, ଇଏ ମୋ ପାଇଁ ଖାଇବା କିଏ ଆଣିଦବ? ମୁଁ ଖାଦ୍ୟ ନ ଖାଇଲେ ତ ମୁଁ ମରିଯିବି, ଅଣ୍ଡା କେମିତି ବଞ୍ଚିବି? ଏହା ଭାବିକି ସେ କଣ କଲା ନା, ଯାଇକି ଗୋଟେ ବଡ଼ ତାଳ ଗଛ ଉପରେ ନେଇକି ତାକୁ ରଖିଲା। ସିଏ ଭାବିଲା ଏତେ ଉଞ୍ଚାର ତାଳ ଗଛ, ଆଉ ଏଇଠି କୋଉଠି ଆସିବ ଗୋବର ପୋକ? କହିକି ସେ ତାଳ ଗଛ ଉପରେ ରଖିଲା ତାକୁ ନେଇକି। ରଖିକି ପଳେଇଲା ଖାଦ୍ୟ ଆଣିବାକୁ। ଯେମିତି ଖାଦ୍ୟ ଆଣିବାକୁ ପଳେଇଲା, ଗୋବର ପୋକ ତାର ପୁଣି ଖୋଜି 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 ଚାଲିଲା ତାଳ ଗଛ ଆଡ଼େ। ହେଲେ ଯେହେତୁ ତାଳ ଗଛଟା ଅଧିକ ଲମ୍ବା ଥିଲା, ଗୋବର ପୋକକୁ ଚଢ଼ିକି ଯିବା ପାଇଁ 2 ଦିନ 3 ଦିନ ଲାଗିଗଲା। କାରଣ ଛୋଟ ପୋକଟେ ସେ କେତେ ସ୍ପିଡ଼ରେ ବା ଚାଲିବ? ଯାଇକି ତାଳ ଗଛ ଉପରେ ପହଞ୍ଚିକି ଠିକ୍ ଗୋଟିଏ ଅଣ୍ଡା ଗଡ଼େଇଛି କି ନାହିଁ, ପୁଣି ଚିଲ ପଳେଇ ଆସିଲା। ଚିଲ ଦେଖିଦେଲା, ଆରେ ତରବରରେ ସେ ବାକି ଅଣ୍ଡାଟା ଧରିକି ପଳେଇଲା। ଚିଲ ସେଠି ଜାଣିଲା ଯେ ଇଏ ଆଉ ରକ୍ଷା ନାହିଁ, ଏ ଗୋବର ପୋକ ମୋତେ ନିଶ୍ଚୟ ହୀନସ୍ତା କରିବ। କ'ଣ କରିବି କହିକି ସେ ଅଣ୍ଡାଟାକୁ ଧରିକି ବୁଲିଲା 5-7 ଦିନ ଯାଏ ନିଜ ପାଖରେ ରଖିଲା। ଯୋଉଠି ବସିବ ନିଜେ ଜଗିକି ବସିବ, ପୁଣି ପଞ୍ଝାରେ ଧରିକି ବୁଲିବ। ଏମିତି କରିକି 5-7 ଦିନ ପରେ ସେ ଦେଖିଲା ଯେ ଯଦି ଅଣ୍ଡାଟା ଧରିଥିଲେ ସେ ଠିକରେ ଶିକାର କରିପାରୁନି, କାରଣ ମୂଷା ଫୂଷା ଯାହା ବି ମାରିବ ପଞ୍ଝାରେ ତ ମାରିକି ନେବ ନା। ଯଦି ଅଣ୍ଡାଟା ଧରିଥିବ ତ ପଞ୍ଝାରେ ମାରିବ କେମିତି? ମାରିପାରେନି। ତେଣୁ ସେ କ'ଣ କଲା, ଗୋଟେ ଦିନ ଯାଇକି ସେ ଗୋଟେ ପୁଷ୍କରଣୀ ପାଖରେ ଜଣେ ସନ୍ଥ ବାବାଜୀ ବସିଥିଲେ, ତାଙ୍କୁ ନିଜର ସବୁ ଦୁଃଖ କହିଲା। ବାବାଜୀ ମହାଶୟ, ଆପଣ ଟିକିଏ ଗୋଟେ ଘଣ୍ଟାଟେ ପାଇଁ ମୋ ଅଣ୍ଡାଟାକୁ ଧରିଥିବେ, ମୁଁ ଯିବି, ଖାଲି ଶିକାର କ'ଣ ଗୋଟେ ମୁଁ ଖାଇଦେଇକି ଆସିଲେ ପୁଣି ମୋ ଅଣ୍ଡାକୁ ନେଇଯିବି। ବାବାଜୀ ଦେଖିଲେ ଆର ଅବସ୍ଥା ଏତେ ହେଲାଣି, କହିଲେ ହଉ ଠିକ୍ ଅଛି ରଖିବା ଆଉ। କହିକି ପାଖରେ ରଖିଲେ ଅଣ୍ଡାଟାକୁ। ରଖିଲେ କ'ଣ ହେଇଛି ନା, କିଛି ସମୟ ପରେ ଗୋବର ପୋକଟି ଖୋଜି ଖୋଜି ପଳେଇ ଆସିଲା ସେ ଋଷିଙ୍କ ପାଖକୁ। ଆସିକି ଦେଖିଲା ଯେ ଋଷି ନିଜେ ଅଣ୍ଡାଟାକୁ ହାତରେ ଧରିକି ବସିଛନ୍ତି। ସେ ଗୋବର ପୋକ କହିଲା ଋଷିଙ୍କି, କି ଆଶ୍ଚର୍ଯ୍ୟ କଥା, ଆପଣ ଗୋଟେ ଋଷି ମୁନି ଲୋକ, ଆପଣ ପୂଜା ପର୍ବ କରିବା କଥା, ଅଣ୍ଡାକୁ ଆମିଷ ବୋଲି ଲୋକ କହନ୍ତି, ଆପଣ ଅଣ୍ଡାଟାକୁ କେମିତି ପାଖରେ ଧରିକି ବସିଛନ୍ତି? ସେଟା ଛାଡ଼ି ଦିଅନ୍ତୁ। କହିଲେ ଋଷି କହିଲା, ଆରେ ନା, ମୁଁ ବା କଥା ଦେଇଛି ଚିଲକୁ, ଏଟାକୁ ଧରିକି ବସିବି, ମୁଁ ଆକୁ ଛାଡ଼ି ପାରିବିନି। ସିଏ ଘଣ୍ଟାଏ ଲାଗିବ, ସିଏ ଯାଇକି ତା ଖାଦ୍ୟ ଖାଇକି ଆସିଲା ପରେ ମୁଁ ତାକୁ ଦେଇଦେଲେ ମୁଁ ପୁଣି ଯିବି ସ୍ନାନ କରିବି, ଗାଧେଇକି ପୂଜାପୂଜି ଯାହା କରିବି ସିନା, ଏବେ ଦେଇପାରିବିନି। ଗୋବର ପୋକ ସବୁ କଥା କହିଲା, ଏମିତି ଏମିତି କଥା, ତାକୁ ସାଇଜ୍ କରିବା ପାଇଁ ବୋଲି ଆମେ ଏମିତି କରୁଛୁ। ଋଷି କହିଲେ, ହେଲା ତୋ କଥା ଠିକ୍ ଯେ, କିନ୍ତୁ ମୁଁ ତ କଥା ଦେଇଛି ନା ତାକୁ, ତେଣୁ ମୁଁ ମୋ କଥା ଭାଙ୍ଗି ପାରିବିନି, ମୁଁ ଆକୁ ତୋତେ ଦେଇପାରିବିନି। କ'ଣ କରିବ ଗୋବର ପୋକ? ଚିନ୍ତା କଲା, ଯାଇକି ବାହାରେ ବସିଲା 10-15 ମିନିଟ୍। ବସି 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 ସେ ଗୋଟେ ଆଇଡ଼ିଆ କଲା। କହିଲା ଠିକ୍ ଅଛି, ଋଷି ସିନା ଦେବେନି, ମୁଁ ତ କେମିତି ହେଲେ କରିବି। ସେ କ'ଣ କଲା, ଯେଉଁ ଗାଈ ସବୁ ଗୋବର ହଗନ୍ତି, ସେ ଗୋବର ଗୋଟେ ଆଣି ଗୋବର ମାଟି ମିଶାଇ ପିଣ୍ଡୁଳା ଗୁଳା ଗୁଳା କରିକି ତାକୁ ଗଡ଼େଇ 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 ନେଇ ଋଷି ଯେଉଁଠି ବସିଛନ୍ତି ଠିକ୍ ତାଙ୍କ ଉପର ଗଛ ଉପରକୁ ନେଲା। 2-3ଟା ଗୁଳା ଏମିତି ନେଇକି ସେଠି ରଖିଲା। ରଖିକି କ'ଣ କଲା, ବାସିକି ଋଷି ବସିଛନ୍ତି, ଠିକ୍ ଚିଲ ଆସିବା ସମୟ ହେଲାଣି। ଦେଖିଲା କିଏ, ଯେ ଗୋବର ପୋକ ଦେଖିଲା ଯେ ଚିଲ ହେଇ ଦୂରରୁ ଉଡ଼ି ଆସୁଛି। ଆରେ ଏଇ ମୁହୂର୍ତ୍ତରେ ତ ପହଞ୍ଚିଯିବ। ସେ କ'ଣ କଲା, ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ସେ ଯେଉଁ ଗୋବର ସବୁ ଗୁଳା କରି ରଖିଥିଲା ଗଡ଼େଇକି ଋଷିଙ୍କ ଉପରେ ପକାଇଲା। ଯେମିତି ଋଷିଙ୍କ ଉପରେ ଗୋଟେ ପଡ଼ିଲା ପିଠିରେ, ଏଇ ଯେଉଁ କାନ୍ଧରେ, ସେ ଚମକିକି ଟିକେ ଚାହିଁଲେ, ଚାହିଁ ଦେଖିଲେ ଗୋବରଟା, ହାତ ମାରିଲେ, କହିଲେ ଗନ୍ଧ ହେଉଛି। ଏମିତି କହିଲା ବେଳକୁ ଆଉ ଗୋଟେ ଗୁଳା ପଡ଼ିଲା ଠିକ୍ ତାଙ୍କର ହାତ ଉପରେ, ଯେଉଁଠି ଅଣ୍ଡା ଧରିଛନ୍ତି ସେଠି ପଡ଼ିଗଲା। ଯେମିତି ପଡ଼ିଗଲା, ସେ ଛିଟିକିଲା, ସେ ଗୋବରଟା ଗନ୍ଧ ହେଲା। ଋଷି ଇସ୍ କହିକି ସେ ଅଣ୍ଡାଟାକୁ ଛାଡ଼ିଦେଲେ। ଛାଡ଼ିଦେବାରୁ ଅଣ୍ଡାଟି ପଡ଼ିକି ଭାଙ୍ଗିଗଲା। ଠିକ୍ ସେତିକି ବେଳକୁ ଚିଲ ପଳେଇ ଆସିଲାଣି। ଚିଲ ଦେଖିଦେଲା, ଋଷି ଭାଙ୍ଗିଦେଲେ ଅଣ୍ଡାଟା ଛେଚିକି ପକାଇଦେଲେ। ଚିଲ ଆସିକି କହିଲା, ହେ ଋଷିବର କ'ଣ କଲ? ଋଷି କହିଲେ, ଆରେ କ'ଣ କରିବି, ମୁଁ ଏମିତି ଏମିତି କଥା, ଏମିତି ସେ ଗୋବର ପକାଇଲା, ସେଇ ଦେଖିଲା ବେଳକୁ ଉପରେ ଗୋବର ପୋକ ଅଛି ଆଉ। ସେଠୁ ଋଷି କହିଲେ, ଆରେ ଚିଲ, ତୁ ଯେତେ ଯାହା ହେଲେ ଆଉ ପାରିବୁନି, ସେ ଛୋଟ ଜୀବ ହେଲେ ମଧ୍ୟ ଯା ତାଙ୍କ ସହିତ ବସିକି ଭୁଲ ମାଗେ, ନହେଲେ ସେ ତୁ ଯେତେ ଥର ଅଣ୍ଡା ଦେଉଥିବୁ ସେ ସେମିତି ଭାଙ୍ଗି ଦେଉଥିବେ, ଆଉ କ'ଣ କରିବୁ, ଦେଖିଲି ତ ଆଉ। ଏତିକି ବେଳେ ଯାଇ ଚିଲ ସାଇଜ୍ ହେଲା। ଯାଇକି ଗୋବର ପୋକକୁ କହିଲା, ଭାଇ ମୋର ଭୁଲ ହେଇଛି, ତୁ ଆଉ ମୋ ଅଣ୍ଡା ନଷ୍ଟ କରନି, ସବୁ ଅଣ୍ଡା ତୁ ଭାଙ୍ଗିଦେବୁ ବୋଲେ ମୋର ତ ଛୁଆ ପିଲା ଆଉ ହେବେନି, ମୋ ବଂଶ ନାଶ ହେଇଯିବ। କହିଲେ ଗୋବର ପୋକ କହିଲା, ମୋତେ କ'ଣ କହୁଛୁ, ତୁ ଯାଇ ଚଢ଼େଇ କହ ମୋ ସାଙ୍ଗକୁ। ପୁଣି ଚିଲ ଗଲା ଯାଇକି ତା ସାଙ୍ଗ ଚଢ଼େଇ ପାଖକୁ, ଚଢ଼େଇକି ଯାଇକି କ୍ଷମା ମାଗିଲା। କହିଲା, ଭାଇ ମୁଁ ତୋତେ ଆଉ ହଇରାଣ କରିବିନି, ତମେ ମାନେ ବି ମୋତେ ଆଉ ହଇରାଣ କରନି, ମୋର ଭୁଲ ହେଲା, ମୁଁ ନିଜେ ଗର୍ବରେ ଯେଉଁ ଏତେ ସବୁ କାମ କଲି, ଏଇଟା ମୋର ଭୁଲ, ମୋତେ ଏଥରକ କ୍ଷମା କରିଦିଅ। ଚଢ଼େଇ କହିଲା, ହଉ ଭାଇ, ତୁ ଯଦି ତୋ ଭୁଲ ବୁଝିଲୁଣି, ଯା ତୁ ତୋ ନିଜ ରାସ୍ତାରେ ଯା, ଆମକୁ ଆମ ରାସ୍ତାରେ ବଞ୍ଚିବାକୁ ଦେ।
ତାପରେ ଗୋବର ପୋକ ଆଉ ଚଢ଼େଇ ଦୁହେଁ ମିଶିକି ହସ ଖୁସିରେ ରହିଲେ। ଚିଲ ବି ତାର ଯାଇ ଉପରେ ନିଜର ଆରାମସେ ରହିଲା। ବୁଝିଲ ତ ପିଲାମାନେ? କାହାରିକୁ ଯଦି ଛୋଟ ଭାବିକି ହଇରାଣ କରିବାକୁ ଚେଷ୍ଟା କରିବ, ଦିନେ ନା ଦିନେ ସେଇ ଛୋଟ ହିଁ ତୁମକୁ ହଇରାଣ କରିଦବ। ତେଣୁ କାହାରିକୁ କେବେ ଛୋଟ ଭାବିବନି। ଆଜି ପାଇଁ କଥାଟି ସରିଲା। ବାଏ।